ମୁଁ ଭାବୁଛି ମୁଁ ବାଟରେ ଯୋଉ ଯାଏ ଗାଡିରେ କୁରକୁରି ଆଉ ଚକଲେଟ ଗୋଟେ ପେଟି ଗଳି ପଡନ୍ତା ତାକୁ କେହି ଦେଖି ପାରନ୍ତିନି, ଖାଲି ମୁଁ ଦେଖି ପାରନ୍ତି, ତାକୁ ନେଇକି ଆସନ୍ତି। अगर तुझ में दम है तो उसे पाकर दिखा। ମୁଁ ବି ସେମିତି ଭାବେ ମାନେ ସକାଳୁ ମର୍ଣ୍ଣିଂ ୱାକ୍ ଗଲା ବେଳକୁ ମାନେ ବିଡ଼ାଏ ଟଙ୍କା କାହାର ଗୋଟେ ଗଳି ପଡିଥିବ ଆଉ ସେଟା କେହି ଦେଖିପାରୁନଥିବ, କେବଳ ମୁଁ ଦେଖିବି ତାକୁ ନେଇକି ଘରକୁ ଆସିବି। मंजिल को भुला कर जिया तो क्या जिया। ସାଙ୍ଗଟା ଦେଖ ଆଇଫୋନଟା ଗଳି ପଡନ୍ତା କେତେବେଳେ? ଭିଡ଼ିଓ କରନ୍ତି ବନ୍ଧା ଆଜିକାଲି ସେ ଆମେ ଭିଡ଼ିଓ କରିବା ଆଇଫୋନ ଫଟୋ ଦୁସରା କଥା କହୁଛି, ମୁଁ ଭାବୁଥାଏ ମାନେ ମୁଁ ଗୋଟେ ସପିଂ ମଲ୍କୁ ଯିବି, ଯେତେବେଳେ ସପିଂ ମଲ୍ ବନ୍ଦ ହେବା ଥିବ ଆଉ ସବୁତକ ଲାପଟପ୍ ମାନେ ସମସ୍ତେ ଅଫ୍ କରିକି ପଳେଇଥିବେ, ମାନେ ସେତେବେଳେ କେମିତି ମୁଁ ନେଇକି ମାନେ କେହି ଦେଖିପାରୁନଥିବେ, ମୁଁ କେବଳ ଦେଖିକି ନେଇକି ପଳେଇ ଆସିବି। ମୁଁ ଭାବେ ସେଲ୍ ପଡିଥିବ 50% ଅଫ୍ ଥିବ, ସବୁଠୁ ଭଲ ଜିନିଷ କେହି ଦେଖି ପାରୁନଥିବେ, ସେଇଟା ମୋ ଆଖିକି ଦେଖାଯିବ। ମାନେ 50,000 ଜିନିଷଟା 10,000 ମିଳୁଥିବ, ସେଇଟା ମୁଁ ହିଁ ଦେଖିବି, ତାକୁ ମୁଁ ନେଇକି ଆସିବି। ଦେଖେ ମୁଁ ଭାବେ ଯେ ମୁଁ ଏମିତି ଯାଉଥିବି ସବୁବେଳେ ଖାଲି ଭଲ ଭଲ କାମ କରୁଥିବି, ଗୋଟେ ହିରୋ ଭଳିଆ ପୁଅଟା ମତେ ଦେଖିଦବ, ତାପରେ ଜିଦି ଧର ବାହା ହେବି, ଯଦି ଆକୁ ହିଁ ବାହା ହେବି ନହେଲେ ଆଉ କାହାକୁ ବାହା ହେବିନି। କିନ୍ତୁ ମୁଁ ଭାବେ ମାନେ ଅମ୍ବାନୀ ଘରେ ମୁଁ ଥିବି, କିନ୍ତୁ ଅମ୍ବାନୀର ସବୁ ପଇସା ରାତି ପଇଲେ ମୋର ନା ନା ଆଉ କାହାର ହେଇପାରିବନି। ନାଇଁ, ଯୋଉ ଡକ୍ଟର କଥା କହିଲେନି କି ଅମ୍ବାନୀର ଗୋଟେ ବଡ ରୋଗ ହେଇଥିବ ଯୋଉଟା କୋଉ ଡକ୍ଟର ଚିହ୍ନି ପାରୁନଥିବେ, ସେଟା ତୁ ଭଲ କରୁଛୁ, ତାପରେ ଫେଭରେଟ ନାଇଁ ପଛରେ ବଞ୍ଚିବ, ଫେଭରେଟ ହେଇଯିବ, ତାପରେ ଧନ ସମ୍ପତ୍ତି ତୋର। ଆଉ ଅମ୍ବାନୀ ହେଇଥିବି ମୁଁ